ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ଠାରେ 77ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ, ଥାନା, ପଞ୍ଚାୟତ କାର୍ଯ୍ୟାଳୟ ଆଦି ସମସ୍ତ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ଭୋର 4ଟା ବେଳକୁ ରାମଧୁନ କରିଥିଲେ। ସାରଙ୍ଗଡ଼ ସ୍ଥିତ କନ୍ଧମାଳ ସ୍ନାତକ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ପୂର୍ବତନ ଉପସଭାପତି ସଦାନନ୍ଦ ପ୍ରଧାନ, କନ୍ଧମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଗନ୍ନାଥ ପ୍ରଧାନ, ସମବାୟ ସମିତିରେ ସମିତି ସଭାପତି ହରିଚନ୍ଦ୍ର ପ୍ରଧାନ, ସାରଙ୍ଗଡ଼ ଗ୍ରାମ ପଞ୍ଚାୟତରେ ସରପଞ୍ଚ ବରୁଣ କହର, ସାରଙ୍ଗଡ଼ ଥାନାରେ ଥାନା ଅଧିକାରୀ ଶ୍ରୀମତୀ ସ୍ମିତା ଜେନା ପତାକା ଉତ୍ତୋଳନ କରିଥିଲେ। ସେହିପରି ସାରଙ୍ଗଡ଼ଠାରେ ଥିବା ବିକାଶ ପରିଷଦଠାରେ ମଧ୍ୟ ସାଧାରଣତନ୍ତ୍ର ପାଳିତ ହୋଇଯାଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ବନ୍ଦେ ମାତରମ୍, ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହେବା ସହ ସମସ୍ତଙ୍କ ମନରେ ଏକ ଆନନ୍ଦର ଉତ୍ସାହ ସୃଷ୍ଟି ହୋଇଥିଲା। ଦିନ 10ଟାରେ ସାରଙ୍ଗଡ଼ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ପ୍ୟାରେଡ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ୟାରେଡ୍ରେ ଭାଗ ନେଇଥିଲେ ଏବଂ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ବିତରଣ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, କୌଶଳ ଟାଇମ୍ସ।